ମାଗଣାରେ ପାଠ ପଢ଼ିବେ କେଜିରୁ ପିଜି। ଶୁକ୍ରବାର ଅର୍ଥାତ୍ ଜୁନ୍ 12ରେ ରାଜ୍ୟରେ ମୋହନ ସରକାରଙ୍କ 2 ବର୍ଷ ପୂର୍ତ୍ତି ହୋଇଛି। ରାଜ୍ୟ ପାଇଛି ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ବଡ଼ ଘୋଷଣା କରିଛନ୍ତି। ଏଣିକି କେଜିରୁ ପିଜି ଯାଏ ମିଳିବ ଦେୟମୁକ୍ତ ଶିକ୍ଷା। ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀଙ୍କୁ ମିଳିବ ଏହି ସୁବିଧା। ଓଡ଼ିଶା ପ୍ରଥମ ରାଜ୍ୟ ହେବ ଯେଉଁଠି କେଜିରୁ ପିଜି ଯାଏ ମିଳିବ ଦେୟମୁକ୍ତ ଶିକ୍ଷା। ଫଳରେ ରାଜ୍ୟର ଆର୍ଥିକ ଅନଗ୍ରସର ପିଲା ମଧ୍ୟ ଏଥିରୁ ଉପକୃତ ହେବେ। ପାଠପଢ଼ା ନିମନ୍ତେ ଖର୍ଚ୍ଚର ବୋଝ ଆଉ ପଡ଼ିବ ନାହିଁ।